भजनिता गौर राधे श्याम हरे कृष्ण हरे भजनिता राधे श्याम हरे भजनिताई गो राधे जप हरे कृष्ण हरे राम भजनिताई गौर राधे श्याम जप हरे कृष्ण हरे राम भजनिताई गौर राधे श्याम जप हरे कृष्ण
सत्ये द्वैतकुलाधिनाथमन्थनम् सुजन्दुभिकेशरी त्रेतायां दशकण्ठकण्ठहर रामाभिरामाकृति गोपालन तनव्रजकुले भाराहरे द्वापरे गौरांग प्रिय कीर्तनौ कलिजुगे व्रजेत सचीनंदन। इष्टदेव प्रभु शिशु अनंतंकर पदाब्जरे अनंत कोटि प्रणाम निवेदन करुची। विश्ववंद्य जगन्नाथंक चरण रे प्रभु बलदेवंक चरण रे माता सुभद्रांक चरण रे चक्रवर सुदर्शनंक चरण रे अनंत कोटि प्रणाम जणैबा सहित विश्वर देशर राज्यर प्रतिटी सद्गुरु मानकर प्रतिटी संघीय चेतनार व्यक्ति मानकर तांको परिवार वर्गंकर शुभ कामना करुची। सुस्थ जीवन यापन पाई गुरु गोविंदंक पदाब्जरे प्रार्थना करुची। धरित्री आज उत्तप्त उत्तप्त कहले जे केवल सूर्यंक तापर उत्तप्तता नुहे। आज धर्मीय मनीष माने धर्मर अनुगामी मनीष माने सेमाने मध्य आज उत्तप्त ही उठिचंती उत्क्षिप्त ही उठिचंती। जो उताप समग्र मानव समाजर ध्वंसर कारण होउची बा हवाकू जाउची। सेई मानक भितरे सेई ऐश्वरिक शक्तिर प्रेम बा भल पाइबा यदि सृष्टि न हुए ताहले अस्त्र शस्त्र द्वारा कौनसी कथा केबे समाधान हेई पारिबो नाही। सेथिपाई चंडाशोक अशोक कहिथिले मनुष्यर हृदय को तरबारी रे जय करी हुए नहीं प्रेम रे जय करी हुए। सेथिपाई से तरबारी को त्याग करी बुद्धंक धर्म रे बा बुद्धंक नीति आदर्श रे अनुप्राणित हेई बौद्ध धर्मर प्रचार करिथिले। हिंसा केबे शांत हुए नहीं। हिंसा रे कौनसी कथा मध्य समाधान हुए नहीं किंतु भल पाइबारे स्नेह ममतारे ये सब एमिति गोटे गोटे अस्त्र यह द्वारा मनीष निजको शृंखलित करे अन्य को शृंखलित करने को चेष्टा करे। मद्य मादक खाई केही ज्ञान अर्जन करती नहीं। मद्य मादक खाउथुवा लोक आ पिला से ज्ञान रु दूरे जाई अज्ञान अंधकार भितर पशि जाए। से अज्ञान अंधकार ता भितरे रोग सृष्टि करे क्लांति सृष्टि करे ता मनीष पणिया को नष्ट करे। तथापि ये मनीष से कथा को से
ଛାଡ଼ିପାରେ ନାହିଁ। ବଳିଆ ଗୋଟେ ଗୀତରେ ଲେଖିଛି, ରେ ଭ୍ରାନ୍ତ ମନୁଆ ବୃଥା ଭାବନାରେ ସରିକୁ ଦେଉଛୁ କ୍ଳାନ୍ତି। ତେଣୁ ଗୋଟେ ମନର ଉଦ୍ଭ୍ରାନ୍ତ ବା ବିକ୍ଷିପ୍ତତା ପାଇଁ ଆଜି ସମାଜଟା ଦୋହଲି ଯାଉଛି। ଏଇ ପବିତ୍ର କଟକ ସହର ଯୋଉଠି ଆମେ ବସିଛେ, ଯେଉଁ ଭୂମିରେ ମୁଁ ଦିନେ ଜନ୍ମ ହେଇଥିଲି ବୋଲି ମୋର ମା କହନ୍ତି, ଯେଉଁ ଭୂମିରେ ମୁଁ କିଛି ବର୍ଷ ପାଠ ବି ପଢ଼ିଛି, ଯେଉଁ ଭୂମିରେ ମୋର ଜୀବନର ଅନେକ ସମୟ କଟିଛି, ସେଇ କଟକ ଆଜିର କଟକ, ଆ ଭିତରେ ସବୁ ଅଛି କିନ୍ତୁ ସବୁ ନାହିଁ। ସମାଜ ଅଫିସ ଆଗରେ ଯେଉଁ ଗୋପବନ୍ଧୁଙ୍କର ମୂର୍ତ୍ତି ରହିଛି, ସେଇ ପାର୍କରେ ବଳିଆ ପିଲାଦିନେ ବହୁତ ସମୟ ଧରି ବସେ। ତାମାନେ 4ଟାରୁ 6ଟା ପର୍ଯ୍ୟନ୍ତ କି 7ଟା ପର୍ଯ୍ୟନ୍ତ ବସେ। ଗୋପବନ୍ଧୁଙ୍କର କାରା କବିତା ସବୁଦିନେ ପଢ଼େ। ଗୋପବନ୍ଧୁଙ୍କର ସେ ମୂର୍ତ୍ତିକୁ ସବୁବେଳେ ଚାହେଁ। ମନେ ମନେ କହେ, ଆପଣଙ୍କ ଭଳି ମଣିଷ ଯଦି ଆଜି ସମାଜରେ ଜନ୍ମ ହୁଅନ୍ତେ ବା କର୍ମ କରନ୍ତେ, ତାହେଲେ ଇଏ ସମାଜରେ ଅଶାନ୍ତି ଆଉ ରହନ୍ତା ନାହିଁ। ଏଇଟା କେତେ ବର୍ଷ ତଳର କଥା, ଅନ୍ୟୁନ 60 ବର୍ଷ ତଳର କଥା। 60 ବର୍ଷ ତଳେ କଟକ ହଉ, ସେ ଯୋଉ ଜାଗା ହଉ, ଯେଉଁ ଯେତିକି ଅଶାନ୍ତି ଥିଲା, ଆଜି ସେ ଅଶାନ୍ତି ଆଜି 100 ଗୁଣରେ ଅଧିକ ହେଇଯାଇଛି। କୋଉଠି ଶାନ୍ତି ବୋଲି ମାନେ ସ୍ଥାନ ବା ପରିବାର ନାହିଁ। ଦୁର୍ନୀତିରେ ସମସ୍ତେ ବର୍ତ୍ତମାନ ରାବଣ ପୋଡ଼ି ହେଉଛି। ଅନେକ ରାବଣ ମୂର୍ତ୍ତିକୁ ଖାଲି ପୋଡ଼ୁଛନ୍ତି। ମହିଷାସୁରକୁ ବଦ୍ଧ କରି ଦୁର୍ଗାଙ୍କ ମୂର୍ତ୍ତି ଆଗରେ ମହିଷାସୁର ନାମକ ଏକ ଅସୁର ଥିଲା, ତାକୁ ବର୍ତ୍ତମାନ ବଦ୍ଧ କରି ତାକୁ ନେଇ କାଠ ଯୋଡ଼ି ବା ମହାନଦୀରେ ପକାଉଛନ୍ତି। କିନ୍ତୁ ପ୍ରକୃତ କ'ଣ ମହିଷାସୁରର ମୃତ୍ୟୁ ହେଇଛି? ପ୍ରକୃତ କ'ଣ ରାବଣ ଭଳି ରାବଣର କ'ଣ ମୃତ୍ୟୁ ହେଇଛି? କଂସର କ'ଣ ମୃତ୍ୟୁ ହେଇଛି? ରାବଣ ତ ବହୁତ ଭଦ୍ର ମଣିଷ ଥିଲା, ସେ ତ ବ୍ରାହ୍ମଣ ଥିଲା। ତାକୁ ଅଯଥାରେ ତା ମୂର୍ତ୍ତିକି ପୋଡ଼ିକି ଲାଭ କ'ଣ ଅଛି? କଂସର କିଛି ଭୁଲ ନଥିଲା, କେବଳ ଭୁଲ ଥିଲା ବାପାକୁ ଧମକେଇକିରି ତା ମୁଣ୍ଡରୁ ରାଜମୁକୁଟ ଆଣି ମୁଣ୍ଡରେ ପିନ୍ଧିକି ରାଜା ହେବା, ଏତିକି ତାର ଭୁଲ। କିନ୍ତୁ ସେ ଶୂନ୍ୟବାଣୀ ପାଇଲା, ତେଣୁ ସେ ତାର ଦେବକୀଙ୍କର ସନ୍ତାନ ଗୁଡ଼ିକୁ ମାଇଲା। ଆମେ ଏଇଠି ବସିଛେ, ଆମେ ଯଦି ବର୍ତ୍ତମାନ ଆମକୁ କେହି ଜଣେ କହେ ଯେ ଆପଣମାନେ ଏଠୁ ବାହାରିବା ମାତ୍ରକେ ଆପଣଙ୍କୁ ସେ ଅମୁକ ଲୋକ ଗୁଳି କରି ମାରିବ, ଆମେ କ'ଣ ଏଠି ଶାନ୍ତିରେ ବସିପାରିବା? ତେଣୁ ସବୁବେଳେ ବିଶ୍ୱର ଶାନ୍ତି ସନାତନ ଧର୍ମର ଗୋଟିଏ ମହାନ ଶୁଳ୍କ ହେଉଛି ସର୍ବେ ଭବନ୍ତୁ ସୁଖିନ। ଏଇ କଥା ପଦକ ବିଶ୍ୱରେ ଆମେ ଆଜି ପର୍ଯ୍ୟନ୍ତ କେହି ପ୍ରଚାର କରିପାରୁନାହୁଁ। ରାମଚରିତ୍ର ମାନସ କହୁଛୁ, ଭାଗବତ ପ୍ରବଚନ ହେଉଛି, ଗୀତା ପ୍ରବଚନ ଖୁବ୍ କମ୍ ହେଉଛି, କିନ୍ତୁ ହେଉଛି।
ଚିନ୍ମୟାନନ୍ଦ ଥିଲେ ଗୀତାର ପ୍ରବଚନ ସମଗ୍ର ପୃଥିବୀରେ ମଧ୍ୟ କରିଛନ୍ତି। ଯୋଉଠି ଦେଖିବ ଧର୍ମ ସଭା ଚାଲିଛି, କୋଉଠି ପାଲା ଚାଲିଛି, କୋଉଠି ନାଚ ଚାଲିଛି, କିନ୍ତୁ ଗୋଟିଏ ବାକ୍ୟକୁ ଆଜି ପର୍ଯ୍ୟନ୍ତ ଆମେ ଲୋକଙ୍କୁ ବୁଝେଇ ପାରିଲୁ ନାହିଁ କି ସେମାନେ ବି ବୁଝିଲେ ନାହିଁ। ସର୍ବେ ଭବନ୍ତୁ ସୁଖୀନ। ସେଇଭଳି ଆଉ ଗୋଟିଏ ଶ୍ଲୋକରେ ମଧ୍ୟ କହିଲେ କାଳେ ବର୍ଷନ୍ତୁ ପର୍ଜନ୍ୟ ପୃଥିବୀ ଶସ୍ୟ ଶାଳିନୀ। ପୃଥିବୀରେ ଭଲ ବର୍ଷା ହଉ, ପୃଥିବୀ ଶସ୍ୟ ଶାଳିନୀ ହଉ। ପୃଥିବୀ ପାଇଁ ଯୋଉ ବାର୍ତ୍ତାଟି ସେ ଦେଇଛନ୍ତି, ସେ ପୃଥିବୀ ତ ପୃଥିବୀ, ଗୋଟେ ଦେଶ ଭିତରେ ମଧ୍ୟ ପ୍ରତିଫଳନ ହେଇପାରିନି। ସେ କଥାକୁ କେହି ଗୁରୁତ୍ୱ ଦେଉନାହାନ୍ତି। ଆଜି ଆପଣ ଦେଖିବେ ଇସ୍କନ ହରେ କୃଷ୍ଣ ମହାମନ୍ତ୍ର ସମଗ୍ର ବିଶ୍ୱରେ ପ୍ରଚାର କରୁଛି। ଏମିତି କେତେ ପ୍ରକାର କୋଉଠି କ୍ରିୟା ଯୋଗ ଚାଲିଛି, କୋଉଠି ଇସ୍କନ ମନ୍ଦିର ଚାଲିଛି, ସବୁ ଚାଲିଛି। ସତ୍ୟାନନ୍ଦଙ୍କ ଯୋଗ ଶିକ୍ଷା ବି ଚାଲିଛି। କିନ୍ତୁ ଏଇ ଗୋଟିଏ କଥା କାହାରି ମୁଣ୍ଡରେ ପଶିପାରୁନି। ଶ୍ରୀ ଅରବିନ୍ଦ ଆସିଲେ, ଶ୍ରୀ ମା ଆସିଲେ, ଅତିମାନସର କଥା କହିଲେ, ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର କଥା କହିଲେ, ସାଇରାମ ଆସିଲେ, ବାଲ ବିକାଶ କେନ୍ଦ୍ରର କଥା କହିଲେ, ନଗର ସଂକୀର୍ତ୍ତନର କଥା କହିଲେ। ଏ ସମସ୍ତେ ବହୁତ ବଢ଼ିଆ ବଢ଼ିଆ କଥା କହିକିରି ଗଲେ, କିନ୍ତୁ ଏଇ ଗୋଟିଏ ବାକ୍ୟ ସର୍ବେ ଭବନ୍ତୁ ସୁଖୀନ, ଏ କଥାଟାକୁ ସେମାନେ ଗୋଟେ ଉପନ୍ୟାସ ମାଧ୍ୟମରେ ବା ଗୋଟେ ପ୍ରବଚନ ମାଧ୍ୟମରେ ପରିପ୍ରକାଶ କଲେ, କିନ୍ତୁ ତାକୁ ମଣିଷ ହଜମ କରି ପାରିନାହିଁ କି ତାକୁ ଜମା ଚିନ୍ତା ହିଁ କରୁନି। ଏଠି ଲେଖା ହେଇନେଇ ହିନ୍ଦୁ ଭବନ୍ତୁ ସୁଖୀନ, କାଳେ ବର୍ଷନ୍ତୁ ଭାରତ, କାଳେ ବର୍ଷନ୍ତୁ ପର୍ଜନ୍ୟ ପୃଥିବୀ ଶସ୍ୟ ଶାଳିନୀ। ଏଠି ଲେଖା ହେଇନି କାଳେ ବର୍ଷନ୍ତୁ ପର୍ଜନ୍ୟ ଭାରତ ଶସ୍ୟ ଶାଳିନୀ। ସମଗ୍ର ବିଶ୍ୱ ପାଇଁ ଯେଉଁ ବାର୍ତ୍ତା, ତାକୁ ବିଶ୍ୱରେ କେହି ଗ୍ରହଣ କଲେ କ'ଣ ହେବ, ଲାଭ ବି କିଛି ନାହିଁ। ଯେତିକି ଲୋକ ଗ୍ରହଣ କରୁଛନ୍ତି ତାର ମୂଲ୍ୟ କିଛି ରହୁନି। ଆଉ ଗୋଟେ କଥା, ଆଉ ଗୋଟେ ସୁନ୍ଦର କଥା କହିଛନ୍ତି, ଅୟୋବେତି ନିଜ ପରମ ଗଣନାଙ୍ଗ ଲଘୁଚେତସାମ୍ ଉଦାର ଚରିତ ନାନ୍ତୁ ବସୁଧୈବ କୁଟୁମ୍ବକମ୍। ଆଚ୍ଛା, ଏଇ କଥାଟାକୁ ଆମ କଟକ ସହରରେ ଆମ କଟିକିଆ ବାବୁମାନେ ବା ଆମର ଯେଉଁମାନେ ଧର୍ମସଭା କରୁଛନ୍ତି, ଏଠି ଯାହା ଯିଏ ଯୋଉଠି କରୁଛନ୍ତି, ଏଟା ବହୁତ ବହୁତ କଥା ଅଛି। ଏ ଗୋଟିଏ କଥା ଆଲୋଚନା ହଉ, ଆର ଅର୍ଥଟି କ'ଣ? ଯେ ବସୁଧୈବ କୁଟୁମ୍ବକମ୍, ଇଏ ପୃଥିବୀ ହେଉଛି ଆମର ଗୋଟିଏ ପରିବାର। ଏବେ ଆମର ପ୍ରଧାନମନ୍ତ୍ରୀ ଗୋଟେ କୋଉଠିକି ଯାଇଥିଲେ, ଆଫ୍ରିକା ନା କୁଆଡ଼େ ଯାଇଥିଲେ, ମୁଁ ଟିଭିରେ ଦେଖୁଥିଲି। ସେ ଏଇ ବସୁଧୈବ କୁଟୁମ୍ବକମ୍ କଥାଟି କହିଲେ, ମୋତେ ବହୁତ ଭଲ ଲାଗିଲା। ଯାହା ହଉ, ଏ କଥାପଦକ ତାଙ୍କ ଭିତରେ ଅଛି। ତେବେ କଥାଟା କହିବା ଏବଂ କରିବା ଏ ଭିତରେ ବହୁତ ତଫାତ। ଏଇ ଦେଖନ୍ତୁ, ଆମର ଏଠି ଗୋଟେ ଅନୁଷ୍ଠାନ କରାହେଇଛି। ଏଟା କ'ଣ ନା କଟକ ସଂଘ। ସଂଘଟ ସଂଘ, ପୁଣି କଟକ ସଂଘ କ'ଣ? କଟକ ଗୋଟିଏ ଶବ୍ଦ, ତାର ଦୁଇ ପାଖରେ ଦୁଇଟି କ ଅଛି। ଗୋଟିଏ କ ହେଉଛି ମସ୍ତକ, କ ଅର୍ଥ ମସ୍ତକ,
ମସ୍ତକ କହିଲେ ସେ ମସ୍ତକ ଭିତରେ କ'ଣ ଅଛି? ସିଏ ପଶୁ ପକ୍ଷୀ ଯିଏ ଧରୁ ମସ୍ତକ ଯୋଉଠି ଅଛି ସେଠି ରହିଛି ବୁଦ୍ଧି, ବିବେକ, ଜ୍ଞାନ, ବିଚାର ରହିଛି। ଇଏ ହେଉଛି ଗୋଟିଏ କ। ଦ୍ୱିତୀୟ କଟି ହେଉଛି ଜଳ। କ ଅର୍ଥ ଜଳ। ଜଳ କହିଲେ ସମୁଦ୍ର ଠାରୁ ନର୍ଦ୍ଦମା ଜଳ ପର୍ଯ୍ୟନ୍ତ ସମୁଦ୍ରରୁ ସୃଷ୍ଟି ହୁଏ, ପୁଣି ସମୁଦ୍ର ଭିତରେ ମିଶିଯାଏ। ତେଣୁ ଆମେ କଟକ ସହରରେ ରହିଲୁ, ତାମାନେ ଆମେ ଭାବିଲୁ କଟକ ମାନେ ରାଜଧାନୀ, ଆମେ ଏତିକି ଅର୍ଥରେ ରହିଗଲୁ। ଆଉ ଟାଣ ପଣକୁ ଭାଙ୍ଗେ ମେରୁ, ଏଇ ଯୋଉ କଥାଟି ଭାଗବତରେ କୁହାଗଲା, ଦୁବକୁ କରିପାରେ ଦାରୁ, ଟାଣ ପଣକୁ ଭାଙ୍ଗେ ମେରୁ। କିନ୍ତୁ କ ଆଉ କର ମଧ୍ୟରେ ଟଟି ସେମିତି ରହିଛି। ସମସ୍ତେ କିନ୍ତୁ ଟାଣପଣରେ କଥାବାର୍ତ୍ତା କରୁଛନ୍ତି। ସିଏ କହୁଛି ମୁଁ, ସେ କହୁଛି ମୁଁ। ଆମର ଏବେ କିଛି ପୂଜ୍ୟ ପୂଜା ଅନୁଷ୍ଠାନ ହେଲା, ଆମେ ମନେ ପକେଇଲେ କଟକର ବାଇମୁଣ୍ଡିଙ୍କୁ ମନେ ପକେଇଲୁ। ବାଇମୁଣ୍ଡିଙ୍କର ପରମ୍ପରାର ଲୋକ ଆସିଥିଲେ, ତାଙ୍କୁ ଆମେ ସ୍ୱାଗତ ସମ୍ବର୍ଦ୍ଧନା ଦେଲୁ। ବାଇମୁଣ୍ଡି ଜଣେ କ'ଣ ପ୍ରଫେସର ଥିଲେ? ସେ କ'ଣ ଜଣେ ରାଜା ଥିଲେ? ନା କୋଉ ରାଜାଙ୍କର ରାଣୀ ଥିଲେ? କିନ୍ତୁ ଆଜି କଟକ ସହର କଟକ ଚିନ୍ତା ବାଇମୁଣ୍ଡିକି ଆଜି ଲୋକମାନଙ୍କ ଭିତରେ ରହିଯାଇଛି। ସେମିତି ଲିଭି ଲିଭି ଆସେ ଜୀବନ ପ୍ରଦୀପ, ସରି ସରି ଆସେ ଆୟୁ, ଇଏ ମୋର ସଂସାର ବିଦାୟ ପୂର୍ବରୁ ଏଠିକି ସନ୍ତ କଥା ହଉ। ଆଜି କ'ଣ ବାଇମୁଣ୍ଡି ମରିଛନ୍ତି? କଟକ 1000 ବର୍ଷରୁ ଅଧିକ ହେଲା, 1000 କେତେ ବର୍ଷ ହେଲା, କିନ୍ତୁ ବାଇମୁଣ୍ଡିକୁ ସମସ୍ତେ ମନେ ରଖିଛନ୍ତି। କେଡ଼େ କେଡ଼େ ବଡ଼ ବଡ଼ ଲୋକ କଟକ ସହରରେ ଘର କରି 3 ତାଲା 5 ତାଲା କରି କେତେ କେତେ ଲୋକ କୁଆଡ଼େ ଇଏ ଖାନନଗର ଗୁଣ୍ଠେ କି 2 ଗୁଣ୍ଠୁ ମାଟି, ଗୁଣ୍ଠେ 2 ଗୁଣ୍ଠୁ ଖଣ୍ଡେ କି 3 ଗୁଣ୍ଠୁ ହବ କି କ'ଣ, ଏମିତି କେତେ ଲୋକ ସେଇଠି ପୋଡ଼ି ଜଳି ପାଉଁଶ ହେଇଯାଇଛନ୍ତି। ମୋର ଜେଜେ ଭୁବନାନନ୍ଦଙ୍କର ସେ ବି ସେଇଠି ଜଳି ଯାଇଛନ୍ତି। କିନ୍ତୁ ଭୁବନାନନ୍ଦଙ୍କ ଭଳି ଅନେକ ଭୁବନାନନ୍ଦ ଜଳି ଯାଇଛନ୍ତି, କିନ୍ତୁ ସତ୍ୟ କିଏ? ସତ୍ୟ ହିଁ ଭୁବନାନନ୍ଦ। ଭୁବନ କହିଲେ ପୃଥିବୀ, ତାର ଆନନ୍ଦର ପ୍ରତୀକ ହେଉଛନ୍ତି ସ୍ୱୟଂ ମାଲିକ। ଆମେ ସେ ମାଲିକକୁ କିଏ ଆଲ୍ଲାହ କହୁଛି, କିଏ ଗଡ କହୁଛି, କିଏ ଈଶ୍ୱର କହୁଛି, କିଏ କ'ଣ କହୁଛି, କିନ୍ତୁ ମାଲିକ ଜଣେ। ଯିଏ ଅନୁଭବ କରିଛି ସିଏ ଜାଣିଛି ମାଲିକ ଜଣେ। ଏଠି ବଳିଆ ବସିଛି, ମୋର ଅପର ପାର୍ଶ୍ୱରେ ମୋର ମାନସ ଗୁରୁଦେବଙ୍କର ଫଟୋଚିତ୍ରଟି ରହିଛି, ବାୟାଙ୍କର ଫଟୋଚିତ୍ର, ଶିଶୁଆନନ୍ଦଙ୍କର ଫଟୋଚିତ୍ର। ସେ ଘର ଭିତରେ ବହୁତ ସାଧୁସନ୍ତଙ୍କର ଫଟୋ ଆମର ବାବା କିଙ୍କର ସମୟରୁ ସେ ତାକୁ ସବୁ ସଜେଇକି ରଖିଥିଲା, ଏବେ ବି ଅଛି। କିନ୍ତୁ ହେଲେ କ'ଣ ହବ? ମୁଁ ଅଲଗା ନୁହେଁ କି ସେ ବି ଅଲଗା ନୁହନ୍ତି, କେହି ଅଲଗା ନୁହନ୍ତି। ଏଇଠି ମାଇକିରେ ବାଜୁଛି, ଏଇ ମାଇକି ଯୋଉଥିରେ ବାଜୁଛି, ଲାଇଟ୍ ସେଇଥିରେ ଜଳୁଛି, ଫ୍ୟାନ ସେଇଥିରେ ଘୁରୁଛି। ସେ ଘରେ ଟିଭି ଅଛି, ଟିଭିରେ ମଧ୍ୟ ସେଇଥିରେ ଟିଭି ଲାଗୁଛି। ସେଟା କ'ଣ? ଇଲେକ୍ଟ୍ରୋନିକ ପାୱାର। ସେମିତି ଗୋଟିଏ ସ୍ପିରିଚୁଆଲ ପାୱାର ଇନ୍ ଏଭ୍ରିବଡି, ସବୁ ଭିତରେ ସେଇ ଗୋଟିଏ ସତ୍ତା। ଆମେ ଭାବୁଛୁ, ଆମେ ନ ଦେଖିବା ଲୋକ ସବୁ ଭାବୁଛୁ, ଯୋଉଟା ପ୍ରକୃତରେ ଆମେ କିଛି ଜାଣିନୁ କି ଦେଖିନୁ କି ଭାବିନୁ, ସେଇ ଲୋକ ଗୁଡ଼ାକ ଭାବୁଛନ୍ତି
ଏଠି କିଏ ଅଛନ୍ତି ନା କାଳୀ, ଏଠି କିଏ ଅଛନ୍ତି ଦୁର୍ଗା, ସେଠି କିଏ ରାମ। ଇଏ ହେଉଛି ମସଜିଦ ଆଲ୍ଲାଙ୍କ ମନ୍ଦିର, ଇଏ ହେଉଛି ଈଶ୍ୱରଙ୍କ ମନ୍ଦିର ଚର୍ଚ୍ଚ, ଗୁରୁଦ୍ୱାର। କିନ୍ତୁ ପ୍ରକୃତରେ ଯଦି ଅନୁଭବ କରିବେ ସେ ସ୍ପିରିଚୁଆଲ ପାୱାର ଇଜ୍ ଅଲୱେଜ ୱାନ୍। ମନ୍ଦିରରେ ଯିଏ ମସଜିଦରେ ସେଇ ଭାଗ କରୁଛନ୍ତି କୋଉମାନେ? ଆମରି ଭଳି ସଂକୀର୍ଣ୍ଣ ମନା ମାନେ, କ୍ଷୁଦ୍ର ମନା ମଣିଷ। ସେ କହୁଛି ଏଇଟା ଭୁଲ ସେଇଟା ଠିକ, ଏଇଟା ବଡ଼ ସେଇଟା ବଡ଼। ଆମେ ଗୋଟେ ସଙ୍ଗୀତରେ କହୁ, ଦୁନିଆରେ ଯଦି କେହି ବଡ଼ ବଡ଼ ଭଳା ଆଉ ଗୋଟେ ଗୀତରେ ସେ କହିଲେ, ଜଗ ବନ୍ଧୁ ପରି ଜଣେ ସାମନ୍ତ ଚଉଦ ଭୂ ଚକ୍ରରେ ଛେଦନ୍ତି ଭାରତ ବନ୍ଧୁ ପରି। ଆମେ ଅନୁଭବ କଲେ ତ ବୁଝିବା। ବଳିଆ ଥରେ ବହୁତ ଦିନ ତଳର କଥା ହେଲାଣି, ବକ୍ସି ବଜାରର ମସଜିଦକି ଯାଇଥିଲେ, ଆଉ ଥରେ ଓମପିରେ ଥିବା ମସଜିଦକି ଯାଇଥିଲେ। ସେଠି ଟିକେ ବଡ଼ ପାଟିରେ ଜାଗ ହେ ଅନନ୍ତ ତୁମେ ପଢ଼ିଥିଲି, ସେଠି ମନା କଲେ ଛୁଆକା ନୀରବରେ ପଢ଼ନ୍ତୁ। ଆମେ ନୀରବରେ ପଢ଼ିଲୁ। କାହିଁ ମୋତେ କିଛି ଲାଗିଲା ନାହିଁ ଇଏ ମସଜିଦଟି ଶୂନ୍ୟ ମନ୍ଦିର, ଏଠି ଆଲ୍ଲାହ ଓ ଅନନ୍ତଙ୍କ ଭିତରେ କିଛି ଡିଫରେନ୍ସ ଅଛି, এটা ମୁଁ ଅନୁଭବ କରିପାରିଲିନି। ଜୀବର ଗତି ଆମେ ରାଜତନ୍ତ୍ରରେ ଥିଲୁ, ଗଣତନ୍ତ୍ରକୁ ଆଇଲୁ। ଆମେ ସବୁ ଏମିତି ସବୁ ବହୁତ ପରିବର୍ତ୍ତନ କରିଦେଉଛୁ। ଆମେ କଂଗ୍ରେସ ଥିଲୁ, ସେଇଟା କଂଗ୍ରେସ ପରେ ସେଠୁ ପୁଣି ଆଉ ଗୋଟେ କ'ଣ ପାର୍ଟି ହେଲା, ଆଉ ଗୋଟେ କ'ଣ ପାର୍ଟି ହେଲା, ସମାଜବାଦୀ ପାର୍ଟି, କମ୍ୟୁନିଷ୍ଟ ପାର୍ଟି, ସେ କଂଗ୍ରେସ ପାର୍ଟି, ବିଜେଡି ପାର୍ଟି, ବିଜେପି ପାର୍ଟି, ଏଇଗୁଡ଼ାକ କେବଳ ଆମେ ଜାଣିଛୁ। କିନ୍ତୁ କେହି ଗୋଟିଏ କଥାକୁ ବୁଝେଇ ଦେଇ ପାରୁନାହାନ୍ତି, ତାର କୋଉଠି ଡିବେଟ୍ ନାହିଁ। ଏ ବର୍ତ୍ତମାନ ଗୋଟେ ଟିଭି ପରଦାରେ ଆପଣମାନେ ବି ଦେଖିଥିବେ, ଜଣେ କଂଗ୍ରେସ ନେତା ବଇଥିବେ, ଜଣେ ବିଜେଡି ନେତା ବଇଥିବେ, ଜଣେ ବିଜେପି ନେତା ବଇଥିବେ, ଆଉ ଜଣେ ସାମ୍ବାଦିକ ବଇଥିବେ, ଆଉ ଗୋଟେ କିଏ ପ୍ରଫେସର ବଇଥିବେ। ଆରେ ବାବାରେ ବାବା, ଯୋଉ କଜିଆ ଯେ କହିବା କଥା ନାହିଁ। ଏମିତି ପିଲା ବି କଜିଆ କରିବେ। କେହି କେବେ ଆପଣମାନେ ଶୁଣିବେ ନାହିଁ ଗୋଟିଏ ଦଳର ଲୋକ ଅନ୍ୟ ଏକ ଦଳର କାର୍ଯ୍ୟକୁ
ସ୍ୱାଗତ କରିଛି ବା ଧନ୍ୟବାଦ କରିଛି। ତାହେଲେ ଇଏ କି ଗଣତନ୍ତ୍ର? ଇଏ ଗଣତନ୍ତ୍ରଟା କୋଉଠୁ ଆଇଲା? ଇଏ କୋଉ ଗଣତନ୍ତ୍ର ବହିରେ ଲେଖା ହେଇଛି? ମୁଁ ଏଇଠି ମାଇକିରେ କହୁଛି ତା ନୁହେଁ, ଦିଲ୍ଲୀ ଦରବାରରେ ବି କହିବି, ମୋର ପ୍ରତିଜ୍ଞା ଏଇଟା। ଆଉ ଚିଠି ବି ଦଉଛି ଯେ ଆପଣମାନେ ଯୋଉ ମାଇକି ଭାଙ୍ଗୁଛନ୍ତି, ମାନେ ଯାହା ମାନେ ତାହା କରୁଛନ୍ତି, ଏମିତି ସବୁ ଚାଲିଛି, ଏଇଟା କୋଉ ଗଣତନ୍ତ୍ର ବହିରେ ଲେଖା ହେଇଛି? ତେଣୁ ଆମେ ଗଣତନ୍ତ୍ର ବୋଲି କହୁଛୁ, ଗଣତନ୍ତ୍ର କ'ଣ ଜାଣି? ତେଣୁ ମୋର କହିବାର କଥା ହଉଛି, ଆଜି ସବୁ କଥାର ଡିବେଟ ହଉଛି, କିନ୍ତୁ ଏଇ କଥା ପାଇଁ ଡିବେଟ ହଉନି। ସେ ଡିବେଟଟା ହଉଛି ଭାଷ ସମସ୍ତେ ମିଳିମିଶି ଚଳିବା। ଗୋଟେ ଡିବେଟ ମାନେ ଜମା ହଉ। ସହନା ଭବତୁ ସହନୌ ଭୁନକ୍ତୁ ସହବୀର୍ଯ୍ୟଂ କରବାମହୈ ତେଜସ୍ୱୀନାଂ ଦଧିତାମସ୍ତୁ ମା ବିଦ୍ୱେଷାବହୈ। ହିନ୍ଦୁମାନେ ଖାଇଲା ବେଳେ କିଛି ଲୋକ ତ ଥିଲା ଆକୁ ବୋଲ, ଏଇ ଗୋଟିଏ ଶ୍ଳୋକର ଡିବେଟ ହଉ। ଆସ ଆମେ ସମସ୍ତେ ଏକାଠି ବସିବା। ଆଜି ବଳିଆ ଆଇଛି ବୋଲି ଆପଣମାନେ ଆମେମାନେ ସବୁ ଏକତ୍ର ବସିଛେ, କାଲିକି ଆମେ ବସିବାନି। ବାବା ଯେହେତୁ କହିଛନ୍ତି ଗୋଟେ ସଂଘ ବସିବ ସେ ମାସର ଶେଷ ରବିବାରେ, ତେଣୁ ବାଧ୍ୟ ହେଇକି କିଛି ଲୋକ ଆଉଛନ୍ତି। ଆଉ କାଳେ ଗୁରୁନିନ୍ଦା ହେଇଯିବ କି, କାଳେ ଗୋଟେ କ'ଣ ଅସୁବିଧା ହେଇଯିବ କି? ସଂଘ, ସ କହିଲେ ସତ୍ୟ, ଜୀବନ ହଉଛି ଗୋଟେ ସଂଘ।